ସକାଳ ପିଲାମାନେ। କେମିତି ଅଛ? ଖାଇକି ଆସିଛ ତ? ହଉ। ଆଜି ଆମେ ତୁମ ଗଣିତ ମେଳା ପୁସ୍ତକର ଦ୍ୱିତୀୟ ଅଧ୍ୟାୟକୁ ଆଲୋଚନା କରିବା, ଯାହା ହେଉଛି ଲୁଚକାଳି ଖେଳ। ଏହାର ପ୍ରଥମ ଭାଗକୁ ଆମେ ଆଜି ଆଲୋଚନା କରିବା। ତାହେଲେ ଚାଲ। ପିଲାମାନେ, ମୁଁ ଯେମିତି ତୁମକୁ ପୂର୍ବରୁ କହିଥିଲି, ଆମେ ଭାଗ 1ଟିକୁ ପଢିବା। ତାର ନାମ ହେଉଛି ବସ୍ତୁର ପାର୍ଶ୍ୱକୁ ଚିହ୍ନିବ। ତାହେଲେ ଚାଲ ଦେଖିବା ବିଷୟରେ କଣ ଅଛି। ପିଲାମାନେ, ତୁମେ ଚିତ୍ରରେ କଣ ଦେଖୁଛ? ହଁ, କେତେ ଗୁଡାଏ ପିଲା ଲୁଚକାଳି ଖେଳ ଖେଳୁଛନ୍ତି। ଭେରି ଗୁଡ୍। ତାହେଲେ ତୁମେ ଏହି ଚିତ୍ରରେ କଣ ଦେଖୁଛ? ହଁ, ଏହି ଚିତ୍ରରେ ମଧ୍ୟ ପିଲା ଲୁଚକାଳି ଖେଳ ଖେଳୁଛନ୍ତି। ତୁମେ କେବେ ଲୁଚକାଳି ଖେଳ ଖେଳିଛ କି? ତାହେଲେ ସମସ୍ତେ ଖେଳିଛ। ଦେଖିଲ, ଏହି ଚିତ୍ରରେ ଯୋଉମାନେ ଖେଳୁଛନ୍ତି ପିଲାମାନେ, ସେମାନଙ୍କର ଉପର ପାର୍ଶ୍ୱ, କିଏ ଯାଇ ଲୁଚିଛି ପଛ ପାର୍ଶ୍ୱରେ, କିଏ ଡାହାଣ ପାର୍ଶ୍ୱରେ, ତ କିଏ ବାମ ପାର୍ଶ୍ୱରେ। ହଁ ନା ନାଇଁ? ତାହେଲେ ଏଥିରୁ ତୁମେ କଣ ଧାରଣା ପାଇଲ? ହଁ, ତାହେଲେ ଏଥିରୁ ଆମେ ପାଇଲେ ଧାରଣା ଯେ ଆମେ ଆଜି ପାର୍ଶ୍ୱ ବିଷୟରେ ଜାଣିବା। ତାହେଲେ ଚାଲ ଦେଖିବା କଣ ଆଜି ଜାଣିବା। ପିଲାମାନେ, ତୁମେ ଏହି ଚିତ୍ରରେ କଣ ଦେଖୁଛ? ବ୍ୟାଗ ନା? ହଁ, ତାହେଲେ ଏଇ ବ୍ୟାଗଟି କେଉଁ ରଙ୍ଗର କହିଲ? ହଁ, ତୁମେମାନେ ସମସ୍ତେ ଜାଣିଛ, ଏଇ ବ୍ୟାଗଟି ନାଲି ରଙ୍ଗର। ଦେଖ, ତୁମ ପାଇଁ କିଛି ଏଠି ପ୍ରଶ୍ନ ଅଛି। ସ୍କୁଲ ବ୍ୟାଗର ବିଭିନ୍ନ ଅଂଶ ଦିଆଯାଇଛି ଆଉ ପାର୍ଶ୍ୱର ନାମ ଦିଆଯାଇଛି। କହିଲ ପିଲାମାନେ, ତାହେଲେ ସ୍କୁଲ ବ୍ୟାଗର ଏହି ଅଂଶ ଗୁଡ଼ିକ କେଉଁ ପାର୍ଶ୍ୱରେ ଅଛି? ଚାଲ ଆମେ ଜଣ ଜଣକୁ ପଚାରିବା। ରିମା, ତୁ କହିଲୁ ବ୍ୟାଗର ହ୍ୟାଣ୍ଡେଲଟି କେଉଁ ପାର୍ଶ୍ୱରେ ଅଛି? ଭେରି ଗୁଡ୍ ରିମା, ବ୍ୟାଗର ହ୍ୟାଣ୍ଡେଲଟି ପଛ ପାର୍ଶ୍ୱରେ ଅଛି। ତାହେଲେ ହରି, ତୁ କହିଲୁ ସବୁଠାରୁ ଛୋଟ ମୁଣି କେଉଁ ପାର୍ଶ୍ୱରେ ଅଛି? ବାଃ, ତମେମାନେ ସମସ୍ତେ ଜାଣିଛ, ଏହା ଡାହାଣ ପାର୍ଶ୍ୱରେ ଅଛି। ତାହେଲେ ଜୋସେଫ, ତମେ କହିଲ କାନ୍ଧରେ ଲଗାଇବା ଫିତାଟି କେଉଁ ପାର୍ଶ୍ୱରେ ଅଛି? ହଁ, ଡାହାଣ ପାର୍ଶ୍ୱରେ। ତାହେଲେ ବୋତଲ ରଖିବା ମୁଣି? ସୀମା, ତୁ କହିଲୁ? ଭେରି ଗୁଡ୍, ସାମ୍ନା ପାର୍ଶ୍ୱରେ। ତାହେଲେ ଏଇଟା କାହାର ଚିତ୍ର କହିଲ? ହଁ, ମୋବାଇଲ ଫୋନର। ତମେ ମୋବାଇଲ ଫୋନ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କର କହିଲ? ହଁ, ଗେମ୍ ଖେଳ, ଆଉ ଫଟୋ ଉଠାଅ ନା? ହଁ, ଆଉ କି କାମ କର? ପାଠ ବି ପଢ। ଭେରି ଗୁଡ୍। ତାହେଲେ ଏଇ ମୋବାଇଲକୁ ନେଇ ମୁଁ କିଛି ପ୍ରଶ୍ନ ପଚାରିବି, ତୁମେମାନେ ଉତ୍ତର ଦେବ। କହିଲେ ଦେଖି, ମୋବାଇଲର କେଉଁ ପଟ ଦୃଶ୍ୟ ଦେଖି ହୁଏ? ଭେରି ଗୁଡ୍, ସାମ୍ନା ପଟ। ତାହେଲେ ମୋବାଇଲର କେଉଁ ପଟ କ୍ୟାମେରା ଥାଏ? ହଁ, ଆଗ ପଟ, ପଛ ପଟ। ତା ଅର୍ଥ ସାମ୍ନା ପଟ ଦେଖି ହୁଏ ଆଉ ପଛ ପଟରେ ମଧ୍ୟ କ୍ୟାମେରା ଥାଏ। ତାହେଲେ କହିଲେ ଜୋସେଫ, ମୋବାଇଲର କେଉଁ ପାର୍ଶ୍ୱରେ ଅନ୍ ଅଫ୍ ସୁଇଚ୍ ଥାଏ? ଭେରି ଗୁଡ୍, ଡାହାଣ ପାର୍ଶ୍ୱରେ। ପିଙ୍କି, ତୁ କହିଲୁ ମୋବାଇଲର କେଉଁ ପାର୍ଶ୍ୱରେ ସାଉଣ୍ଡ କମେଇବା ବା ବଢାଇବା ପାଇଁ ସୁଇଚ୍ ଥାଏ? ବାମ ପାର୍ଶ୍ୱରେ। ତାହେଲେ ତମେ ସମସ୍ତେ କୁହ, ମୋବାଇଲ ଚାର୍ଜ କରିବା ପାଇଁ ସେଥିରେ କେଉଁଟି ପ୍ଲଗ ଥାଏ? ହଁ, ତଳ ପାର୍ଶ୍ୱରେ। ତୁମେମାନେ ତ ସବୁ ଜାଣିଛ। ତାହେଲେ ଚାଲ ଆମେ ପାର୍ଶ୍ୱ ବିଷୟରେ ଆଉ ଅଧିକ ଜାଣିବା। ପିଲାମାନେ, ତୁମେ ଦେଖିପାରୁଛ, ଏଇଠି ଦୁଇଟି ପିଲା ଠିଆ ହେଇଛନ୍ତି। ତାହେଲେ ଦେଖ କଣ ପ୍ରଶ୍ନ ଆସୁଛି। ପିଲାଟିର ଚୁଟି ଥିବା ଅଂଶଟି କେଉଁ ପାର୍ଶ୍ୱ କହିଲ? ଭେରି ଗୁଡ୍, ଉପର ପାର୍ଶ୍ୱ। ତାହେଲେ ଚିତ୍ରରେ କେବଳ ଗୋଟିଏ ହାତ ଓ ଗୋଟେ ଗୋଡ଼ କେତେବେଳେ ଦେଖାଯିବ କହିଲ? ହଁ, ଯେତେବେଳେ ପିଲାଟି ବାମ କିମ୍ବା ଡାହାଣ ପାର୍ଶ୍ୱକୁ ବୁଲିକରି ଠିଆ ହେବ। ଭେରି ଗୁଡ୍। ବର୍ତ୍ତମାନ ଆମେ ପ୍ରଶ୍ନ 2କୁ ଯିବା। କଣ ଦେଖୁଛ ପିଲାମାନେ ଚିତ୍ରରେ ତୁମେ? ଘଣ୍ଟା। ତାହେଲେ ପ୍ରଶ୍ନର ଉତ୍ତର ଦିଅ। କାନ୍ଥ ଘଣ୍ଟାରେ ସାମ୍ନା ପଟ କଣ ଦେଖାଯାଏ କହିଲ? ହଁ, ଚିତ୍ର ଦେଖି କୁହ। ହଁ, ସାମ୍ନା ପଟରେ ସମୟ ଦେଖାଯାଏ। କାନ୍ଥ ଘଣ୍ଟାର ବ୍ୟାଟେରୀ କେଉଁଠାରେ ଥାଏ?
ଭେରି ଗୁଡ୍, ପଛପଟରେ। ଏବେ ପ୍ରଶ୍ନ 3 ର ଉତ୍ତର କୁହ। ପ୍ରଶ୍ନଟି ହେଉଛି କ ସ୍ତମ୍ଭରେ ଥିବା ତଥ୍ୟ ସହ ଖ ସ୍ତମ୍ଭର ଚିତ୍ରକୁ ଗାର ଟାଣି ଯୋଡ଼। ତାହେଲେ କ ସ୍ତମ୍ଭରେ କଣ ଅଛି? କଣ ଲେଖାଯାଇଛି ଦେଖିଲ? ଉପରି ଭାଗ, ସାମ୍ନା ପାର୍ଶ୍ୱ, ଡାହାଣ ପାର୍ଶ୍ୱ। ଖ ସ୍ତମ୍ଭରେ କଣ କଣ ଚିତ୍ର ଅଛି କହିଲ? ହଁ, ଟିଭିର ଚିତ୍ର ଅଛି, ଆଉ ହାତ ଘଣ୍ଟାର ଚିତ୍ର ଅଛି। ଆଉ କଣ ଅଛି? ଡିଆସିଲି କାଠି ଖୋଳ ସହିତ ଅଛି ନା? ହଉ, ତାହେଲେ ଗାର ଟାଣି ଯୋଡ଼। ହଁ, ଭେରି ଗୁଡ୍ ପିଲାମାନେ, ତୁମେ ତ ସବୁ ଠିକ କରିଛ। ତାହେଲେ ଉପରି ଭାଗଟି ଖ ସ୍ତମ୍ଭର କେଉଁ ସ୍ଥାନରେ ରହିବ? ହଁ, ହାତ ଘଣ୍ଟା ଠାରେ ନା? ଭେରି ଗୁଡ୍। ତାହେଲେ ସାମ୍ନା ପାର୍ଶ୍ୱଟି ଟିଭିର। ତାହେଲେ କହିଲ ଡାହାଣ ପାର୍ଶ୍ୱ? ଭେରି ଗୁଡ୍, ଡିଆସିଲି ଖୋଳର ନା? ଭେରି ଗୁଡ୍। ଏବେ ଆମେ ପ୍ରଶ୍ନ 4 କୁ ଯିବା। ପ୍ରଶ୍ନଟି ହେଲା ବନ୍ଧନୀ ମଧ୍ୟରୁ ସଠିକ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର। ସୀମା, ତୁ କହିଲୁ ଚଳନ୍ତା ଟ୍ରେନର ଇଞ୍ଜିନ ଟ୍ରେନର କେଉଁ ପାର୍ଶ୍ୱରେ ଥାଏ? ଭେରି ଗୁଡ୍, ସାମ୍ନା ପାର୍ଶ୍ୱରେ। ତାହେଲେ ଜୋସେଫ, ତୁମେ କହିଲ ଗୋଟିଏ ବହିର ନାମ ବଡ ଅକ୍ଷରରେ କେଉଁ ପାର୍ଶ୍ୱରେ ଲେଖାଥାଏ? ହଁ, ଉପରି ପାର୍ଶ୍ୱରେ। ତାହେଲେ ରୀମା, ତମେ କୁହ 5 ଟଙ୍କିଆ ମୁଦ୍ରାର କେତୋଟି ପାର୍ଶ୍ୱରେ ସଂଖ୍ୟା ଲେଖାଥାଏ? 2 ପଟ ପାର୍ଶ୍ୱରେ ନା? ଭେରି ଗୁଡ୍। ତାହେଲେ ଶେଷ ପ୍ରଶ୍ନ, ତୁମେ ଦର୍ପଣର କେଉଁ ପାର୍ଶ୍ୱରେ ନିଜ ଛବି ଦେଖ? ସାମ୍ନା ପାର୍ଶ୍ୱରେ। ପିଲାମାନେ, ଆଜି ତ ଆମେ ପାର୍ଶ୍ୱ ବିଷୟରେ ଜାଣିଲେ। ଏବେ ତୁମ ପାଇଁ ଗୋଟେ ପ୍ରକଳ୍ପ କାର୍ଯ୍ୟ ଅଛି। ତୁମ ଘର କିମ୍ବା ବିଦ୍ୟାଳୟର ସାମ୍ନା ପାର୍ଶ୍ୱ, ଉପରି ପାର୍ଶ୍ୱ, ବାମ ପାର୍ଶ୍ୱ ଓ ଦକ୍ଷିଣ ପାର୍ଶ୍ୱରେ କଣ କଣ ବସ୍ତୁ ଦେଖୁଛ ତାହାର ଏକ ତାଲିକା ପ୍ରସ୍ତୁତ କରି ଆଣିବ। ପିଲାମାନେ, ତୁମକୁ ଆଜିର ବିଷୟଟି କିପରି ଲାଗିଲା? ଭଲ ଲାଗିଲା ନା? ହଉ, ତାହେଲେ ତୁମକୁ ଯେଉଁ ପ୍ରକଳ୍ପ କାର୍ଯ୍ୟଟି ଦିଆଯାଇଛି ତୁମେ ତାକୁ ଘରେ କରିକି ଆଣିବ। ଆମେ ପରବର୍ତ୍ତୀ ଶ୍ରେଣୀରେ ତାକୁ ଆଲୋଚନା କରିବା। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।